ମକର ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ରାଗିବେ ସୂର୍ଯ୍ୟ ଭଗବାନ। ବନ୍ଧୁଗଣ, ଯେତେବେଳେ ସୂର୍ଯ୍ୟ ଭଗବାନ ଦକ୍ଷିଣାୟନରୁ ଉତ୍ତରାୟଣକୁ ଗତି ପରିବର୍ତ୍ତନ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି ପର୍ବ ସମଗ୍ର ଭାରତବର୍ଷରେ ପାଳନ କରାଯାଏ। ବୈଦିକ ପାଞ୍ଜି ଅନୁଯାୟୀ ଏଥର ମକର ସଂକ୍ରାନ୍ତି ପର୍ବ ଜାନୁଆରୀ 14ରେ ପାଳନ କରାଯିବ। ଯଦିଓ ମକର ସଂକ୍ରାନ୍ତିକୁ ଦାନ କରିବା ମକର ସଂକ୍ରାନ୍ତି ଦିନ ଦାନ କରିବା ଅତ୍ୟନ୍ତ ଗୁଣାତ୍ମକ କାର୍ଯ୍ୟ ଭାବରେ ବିବେଚନା କରାଯାଏ, କିନ୍ତୁ ଏହି ଦିନ 5ଟି ଜିନିଷ ଦାନ କରିବା ଉଚିତ ନୁହେଁ। ଆସନ୍ତୁ ସେହି 5ଟି ଜିନିଷ ବିଷୟରେ ଜାଣିବା। ଯଦିଓ ମକର ସଂକ୍ରାନ୍ତି ଦିନ କଳା ରାଶି ଦାନ କରାଯାଏ, ଏହି ଦିନ କଳା ରଙ୍ଗର ପୋଷାକ ଦାନ କରିବା ଉଚିତ ନୁହେଁ। ବାସ୍ତବରେ ସନାତନ ଧର୍ମରେ କଳା ରଙ୍ଗ ନକାରାତ୍ମକର ପ୍ରତୀକ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ଏହି ରଙ୍ଗର ପୋଷାକ ଦାନ କରିବା ଦ୍ୱାରା ଜୀବନରେ ଦୁର୍ଭାଗ୍ୟ ଆଣିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମକର ସଂକ୍ରାନ୍ତି ଦିନରେ ଭୁଲରେ ମଧ୍ୟ ତେଲ ଦାନ କରିବା ଉଚିତ ନୁହେଁ। ଏହି ଦିନ ତେଲ ଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ଦିନ ତେଲ ଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ଏହାର କାର୍ଯ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହିଭଳି ପରିସ୍ଥିତିରେ ମକର ସଂକ୍ରାନ୍ତି ଦିନ ତେଲ ଦାନରୁ ଦୂରେଇ ରହିବା ଉଚିତ। ମକର ସଂକ୍ରାନ୍ତି ଦିନ ତୀକ୍ଷ୍ଣ ଜିନିଷ ଦାନ କରାଯିବା ଉଚିତ ନୁହେଁ। ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ଅବସରରେ ଧାରୁଆ ଜିନିଷ ଏବଂ ଛୁରୀ ପରି ତୀକ୍ଷ୍ଣ ଜିନିଷ ଦାନ କରାଯିବା ଉଚିତ ନୁହେଁ। କୁହାଯାଏ ତୀକ୍ଷ୍ଣ ବସ୍ତୁ ଦାନ କରିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ। ବନ୍ଧୁଗଣ, ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ଚାଉଳ ଏବଂ ଧଳା ପୋଷାକ ଦାନ କରାଯିବା ଅନୁଚିତ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ପୋଷାକ ଏବଂ ଶସ୍ୟ ଚନ୍ଦ୍ର ସହିତ ଜଡ଼ିତ, ଯାହା ସୂର୍ଯ୍ୟଙ୍କ ଶକ୍ତି ସହିତ ମେଳ ଖାଉନାହିଁ। ସେଥିପାଇଁ ମକର ସଂକ୍ରାନ୍ତି ଦିନ ଆପଣ ଚାଉଳ ଆଉ ଧଳା ପୋଷାକ କେବେ ବି ଦାନ କରିବେ ନାହିଁ। ମକର ସଂକ୍ରାନ୍ତି ଦିନରେ ପୁରୁଣା ଚିରି ଯାଇଥିବା ପୋଷାକ, ନଷ୍ଟ ହୋଇଯାଇଥିବା ଦ୍ରବ୍ୟ କିମ୍ବା ଅଦରକାରୀ ଜିନିଷକୁ ଦାନ କରନ୍ତୁ ନାହିଁ। ସର୍ବଦା ନୂଆ, ଉପଯୋଗୀ ଏବଂ ପରିଷ୍କାର ଜିନିଷ ଦାନ କରନ୍ତୁ। ଅପରିଷ୍କାର କିମ୍ବା ଅନୁପଯୁକ୍ତ ଜିନିଷ ଦାନ କରିବା ବଦଳରେ ଆପଣ ଭଲ ଜିନିଷ ଦାନ କରନ୍ତୁ। ଯଦି ଆପଣ ସେ ଖରାପ ଜିନିଷ ଦାନ କରିବେ, ତାହେଲେ ଭଲ ବଦଳରେ ଆପଣ ଖରାପ ପ୍ରଭାବ ପାଇପାରିବେ। ଆପଣ ଯେଉଁ ଜିନିଷଟି ଦାନ କରିବେ, ସେହି ଜିନିଷଟି କିଛି ଲୋକଙ୍କର କାମରେ ଆସିବା ଦରକାର। ଯଦି ଆପଣ ଯେଉଁ ଜିନିଷଟା ଲୋକଙ୍କୁ ଦାନ କରିବେ, ସେଟାକୁ ବ୍ୟବହାର ନ କରିକି ଫୋପାଡ଼ି ଦେବେ, ତ ଆପଣଙ୍କର ଦାନ କରିବାର କିଛି ପୁଣ୍ୟ ରହିବ ନାହିଁ। ତ ସେଥିପାଇଁ ଭଲ ଜିନିଷ ଦାନ କରନ୍ତୁ।